नमस्कार दर्शक बंधु एई पांचटी पक्षी जदि आपणଙ୍କ घरକୁ ଆସନ୍ତି ଆଉ ଆପଣଙ୍କ ଛାତ ଉପରେ ଆପଣ ଯଦି କିଛି ଖାଦ୍ୟ ରଖିଛନ୍ତି ଓ କିଛି ପାଣି ରଖିଛନ୍ତି ଖାଇବା ପାଇଁ ଏବଂ ପିଇବା ପାଇଁ ଯଦି ଚଢ଼େଇମାନଙ୍କର ଏବଂ ସେଇ ଚଢ଼େଇ ବା ପକ୍ଷୀମାନେ ଆସି ଯଦି ସେଇଠୁ ଖାଦ୍ୟ ଗ୍ରହଣ କରନ୍ତି ପାଣି ପିଅନ୍ତି ତାହେଲେ ଜାଣି ରଖନ୍ତୁ ଖୁବ୍ ଶୀଘ୍ର ଆପଣଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି। ଖୁବ୍ ଶୀଘ୍ର ଆପଣ ମାନଙ୍କର ମଙ୍ଗଳ ହେବାକୁ ଯାଉଛି। ପରିବର୍ତ୍ତନ ହେବାକୁ ଯାଉଛି ଆପଣଙ୍କ ଭାଗ୍ୟ। ତେବେ ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ, ସମସ୍ତ ବିଷୟରେ ଜାଣିପାରିବେ। ପଶୁ ପକ୍ଷୀମାନଙ୍କ ଠାରୁ ଆମକୁ ବହୁତ କିଛି ଶୁଭ ଏବଂ ଅଶୁଭ ଜାଣିବାକୁ ମିଳିଥାଏ। ଆପଣମାନେ ଜାଣିଥିବେ ନିହାତି ଯେ ଯେମିତି ଗାଈ ଆମ ଘରକୁ ଆସିଲେ ତାହା ଏକ ଶୁଭ ସୂଚନା, ଠିକ୍ ସେହିଭଳି କେତେ ଗୁଡ଼ିଏ ପକ୍ଷୀ ମଧ୍ୟ ଅଛନ୍ତି ଯେ ସେଇ ପକ୍ଷୀମାନେ ଯଦି ଅଚାନକ ଆପଣଙ୍କ ଘରକୁ ଆସନ୍ତି ବା ଆପଣଙ୍କ ଛାତ ଉପରକୁ ଯଦି କିଛି ଖାଦ୍ୟ ଖାଇବା ପାଇଁ ଚଢ଼େଇମାନଙ୍କ ପାଇଁ ଖାଇବା ପାଇଁ ରଖିଛନ୍ତି ବା କିଛି ଚଢ଼େଇମାନଙ୍କ ଉଦ୍ଦେଶ୍ୟ ପାଇଁ ପାଣି ରଖିଛନ୍ତି, ଏହି କେତେ ଗୁଡ଼ିଏ ପକ୍ଷୀ ଯଦି ଗ୍ରହଣ କରନ୍ତି ତେବେ ଜାଣି ରଖନ୍ତୁ ତାହା ଆପଣଙ୍କ ପାଇଁ ବହୁତ ଶୁଭ ସୂଚନା। ଦେଖନ୍ତୁ ଯେମିତି ଆମ ପାଇଁ ପାଣି ଖାଦ୍ୟ ଯେତିକି ଜରୁରୀ ଠିକ୍ ସେତିକି ଜରୁରୀ ଆମ ଆଖପାଖରେ ଥିବା ପଶୁ ପକ୍ଷୀ ଗଛଲତା ଜୀବଜଗତ ସାରା। ସମସ୍ତେ ରହିଲେ ସିନା ଆମେ ରହିବା। ଖାଲି ମଣିଷ ସମାଜ କ'ଣ ଧରାପୃଷ୍ଠରେ ତିଷ୍ଠି ପାରିବ? ପକ୍ଷୀ ରହିବେନି, ଜନ୍ତୁ ରହିବେନି, ଜଙ୍ଗଲ ରହିବନି, ତାହେଲେ ହୁଏତ ଆମେମାନେ ବି ରହିବାନି। ତ ଆମେ ସମସ୍ତେ ରହିବା ନିହାତି ଦରକାର। ତେବେ ମାତ୍ର ଏହି ପାଞ୍ଚଟି ପକ୍ଷୀ ଯଦି ଆପଣଙ୍କ ଛାତ ଉପରେ ରଖିଥିବା ଖାଦ୍ୟ ପାଣିକୁ ଯଦି ଗ୍ରହଣ କରନ୍ତି ତାହେଲେ ଆପଣ ଭାଗ୍ୟର ଉଦୟ ହେଲା ବୋଲି ଜାଣନ୍ତୁ। ତେବେ ବଡ଼ ଭାଗ୍ୟବାନ ହୋଇଥାନ୍ତି ସେହି ବ୍ୟକ୍ତି, ସେହି ଲୋକମାନେ ଯେଉଁ ଲୋକମାନଙ୍କ ଘରୁ ଏହି ପକ୍ଷୀମାନେ ଖାଦ୍ୟ କିମ୍ବା ପାଣିକୁ ଗ୍ରହଣ କରିଥାନ୍ତି। ଏହି ସବୁ ପକ୍ଷୀଗୁଡ଼ିକ ଜାଣି ରଖନ୍ତୁ ଏହି ପକ୍ଷୀଗୁଡ଼ିକ ଆପଣଙ୍କ ପାଇଁ ଶୁଭ ସଂକେତ ନେଇକି ଆସିଥାନ୍ତି ଏବଂ ମା ଲକ୍ଷ୍ମୀଙ୍କ ବିଶେଷ କରୁଣା କୃପା ରହିଛି ବୋଲି ଶାସ୍ତ୍ର ମଧ୍ୟ ବିଶ୍ୱାସ କରେ। ଏହି ପକ୍ଷୀଗୁଡ଼ିକ ଆପଣଙ୍କ ଘରକୁ ଆସିବା ମା ମହାଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବା ସହ ସମାନ। ଏହି ସବୁ ପକ୍ଷୀମାନେ ଆପଣଙ୍କ ଘରକୁ ଆସିବା ମହାଲକ୍ଷ୍ମୀ ଏବଂ ନାରାୟଣଙ୍କୁ ଦେଖିବା ସହ ସମାନ। ଦର୍ଶକ ବନ୍ଧୁ, ପ୍ରଥମ ପକ୍ଷୀଟି ହେଲା ନୀଳକଣ୍ଠ ପକ୍ଷୀ, ଯାହାକି ଆପଣ ଚିତ୍ରରେ ଦେଖିପାରୁଛନ୍ତି। ଏହି ଚଢ଼େଇଟି, ଏହି ପକ୍ଷୀଟି ଯଦି ଆପଣଙ୍କ ଘରକୁ କେବେ ନା କେବେ ଆସେ ଅଚାନକ, ତେବେ ଆପଣଙ୍କ ଘରକୁ ଆସି ଛାତ ଉପରେ ରଖିଥିବା ଖାଦ୍ୟ ଏବଂ ପାଣିକୁ ଗ୍ରହଣ କରେ। ଆପଣ ଯଦି କିଛି ଖାଦ୍ୟ ଏବଂ ପାଣି ରଖିଛନ୍ତି ତାକୁ ଯଦି ପିଏ ତାହେଲେ ଜାଣି ରଖନ୍ତୁ ଏହା ଆପଣଙ୍କ ପାଇଁ ଭାଗ୍ୟ ସହ ଉନ୍ନତିର ସଂକେତ। ଏହି ପକ୍ଷୀ ଉପରେ ଭଗବାନ ଶିବଙ୍କର ଅଶେଷ କୃପା ରହିଛି ବୋଲି ବିଶ୍ୱାସ କରାଯାଏ। ସ୍ୱୟଂ ଶିବଙ୍କ ଠାରୁ କରୁଣା ମିଳିବା ସହ ସମାନ। ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ସେହିମାନେ ଯେଉଁ ପକ୍ଷୀଟି ଏହି ଘରର ଛାତ ଉପରେ ଆସିକି ଖାଦ୍ୟ ଗ୍ରହଣ କରେ କିମ୍ବା ପାଣି ପିଏ। ତାହେଲେ ତ ଅତି ଉତ୍ତମ କଥା। ଖାଲି ଏହି ପକ୍ଷୀଟି ଦେଖିବା ମାତ୍ରେ ଆପଣଙ୍କ ଅନେକ କଷ୍ଟ ଦୂର ହେବା, କଷ୍ଟରୁ ମୁକ୍ତି ମିଳିବା ଏବଂ ଏହି ପକ୍ଷୀଟି ବହୁତ କମ୍ ଲୋକଙ୍କ ଘରେ ଯାଇକି ବସେ ବା ଖାଦ୍ୟ ପାଣି ଗ୍ରହଣ କରେ। ଯଦି ଆପଣଙ୍କ ସହ ଏମିତି କିଛି ହୁଏ ତେବେ ନିଶ୍ଚୟ ଆପଣ ସେହି ପକ୍ଷୀକୁ ଖାଇବାକୁ ଦିଅନ୍ତୁ। ଆଉ ଯଦି ସେ ଆପଣଙ୍କ ହାତରୁ ଯଦି ସେ କିଛି ଖାଦ୍ୟ ଗ୍ରହଣ କଲା, ଏହା ଆପଣଙ୍କ ପାଇଁ ମଙ୍ଗଳକାରୀ ଅଟେ। ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ପକ୍ଷୀଟି କ'ଣ। ଦ୍ୱିତୀୟ ପକ୍ଷୀଟି ହେଲା କାଉ। କାଉ ହେଉଛି ଅତି ଚାଲାକ, କିନ୍ତୁ ମନେ ରଖନ୍ତୁ ଯଦି କାଉ ଆପଣଙ୍କ ପାଖରୁ କୌଣସି ଖାଦ୍ୟ ଗ୍ରହଣ କରେ ତାହେଲେ ଏହା ମଧ୍ୟ ଆପଣଙ୍କ ପାଇଁ ଶୁଭ ସଂକେତ। କିନ୍ତୁ କାଉ ଏତେ ଚାଲାକ ଯେ ଯଦି ଆପଣ ଛାତ ଉପରେ ଆପଣ କିଛି ଖାଇବା ଜିନିଷ ରଖିଛନ୍ତି ଆଉ ଆପଣ ଟିକିଏ ଅନ୍ୟ ଆଡ଼େ ଅନେଇବାରୁ ସେ ଖାଇବା ଜିନିଷ ନେଇ ଅନ୍ୟ ଆଡ଼େ ଚାଲିଯିବ।
କାଉ ଅଚାନକ ଭାବରେ ଖାଦ୍ୟ ନେଇଯାଏ ସତ, କିନ୍ତୁ ଏହା ମଧ୍ୟ ଆପଣଙ୍କ ଘର ପାଇଁ ଶୁଭ ସଂକେତ ଅଟେ। ଯେଉଁ ଘରେ ପ୍ରତିଦିନ କାଉକୁ ଖାଦ୍ୟ କିଛି ଖାଇବାକୁ ଦିଆଯାଏ, ସେହି ଘରର ଲୋକଙ୍କ କେବେ ବି ଅକାଳ ମୃତ୍ୟୁ ହେବନି। ଯଦି ଆପଣ ପ୍ରତିଦିନ କଳା କାଉକୁ କିଛି ନା କିଛି ଖାଦ୍ୟ ଖାଇବାକୁ ଦେଉଛନ୍ତି, ତାହେଲେ ଆପଣଙ୍କ ପିତୃପୁରୁଷମାନେ ସନ୍ତୁଷ୍ଟ ହୋଇଥାନ୍ତି। ଆପଣ ଯଦି ପ୍ରତିଦିନ କାଉକୁ ଖାଇବାକୁ ଦେଉଛନ୍ତି, ତ ତା'ର ଅକାଳ ମୃତ୍ୟୁ ଯୋଗ କଟି ଯାଇଥାଏ। ଆଉ ଦେଖିବେ, ଦିନେ ଆପଣ କାଉକୁ ଖାଇବାକୁ ଦିଅନ୍ତୁ, ଦେଖିବେ ସେ ପ୍ରତିଦିନ ଆସି ସେହି ଜାଗାରେ ବସିବ। ତେଣୁ ପ୍ରତିଦିନ କାଉକୁ ଦିଅନ୍ତୁ ଖାଦ୍ୟ ଖାଇବାକୁ। ଆଜିକାଲି ତ ଆଗ ଭଳି କାଉ ଦେଖିବାକୁ ମିଳୁନି। ତେଣୁ ପ୍ରତିଦିନ କାଉକୁ କିଛି ନା କିଛି ଖାଇବାକୁ ଦିଅନ୍ତୁ। ତା ସହିତ ଆମର ମଧ୍ୟ କଲ୍ୟାଣ ହେବ। ତେବେ ଆସନ୍ତୁ ଜାଣିବା ଏବେ ତୃତୀୟ ପକ୍ଷୀଟି କ'ଣ? ତୃତୀୟ ପକ୍ଷୀଟି ହେଲା ଘରଚଟିଆ। ଘରଚଟିଆ ପକ୍ଷୀ ଯାହାକି ଅତି ଶୁଭ ପକ୍ଷୀଟିଏ। ଯଦି ଘରଚଟିଆ ଆପଣଙ୍କ ଘର ଉପରେ ଆସି ବସେ, ତାହେଲେ ଜାଣି ରଖନ୍ତୁ ଏହା ମଧ୍ୟ ଆପଣଙ୍କ ପାଇଁ ଶୁଭ ସୂଚନା। ଆଗରୁ ତ ପ୍ରାୟ ସବୁ ଚାଳ ଛପର ଘର ଥିଲା, ତେଣୁ ଆଗରୁ ବେଶୀ ଦେଖିବାକୁ ମିଳୁଥିଲା। ଆଜିକାଲି ଏହାର ସଂଖ୍ୟା ଧୀରେ ଧୀରେ କମିଗଲାଣି। ଯେହେତୁ ଆଜିକାଲି ଚାଳ ଛପର ଘର ନାହିଁ, ପ୍ରାୟତଃ ଲୁପ୍ତ ହୋଇ ଗଲେଣି। ଯଦି ଆପଣଙ୍କ ଘରେ ଘରଚଟିଆ ଘରେ ତା'ର ବସା ବାନ୍ଧିବାକୁ ଚେଷ୍ଟା କରେ, ଏହା ଆପଣଙ୍କ ପାଇଁ ଶୁଭ ସୂଚନା ଅଟେ। ଆଉ ଯଦି ଘରଚଟିଆ ଆପଣଙ୍କ ଘରର ଛାତ ଉପରେ ଆସିକି ବସେ, ତାହେଲେ ତାକୁ ନିହାତି ଭାବରେ ଖାଦ୍ୟ ଦିଅନ୍ତୁ। ପକ୍ଷୀ ଯଦି ଆପଣଙ୍କ ପାଖରୁ କିଛି ବି ଖାଦ୍ୟ ଗ୍ରହଣ କଲା, ତାହେଲେ ଜାଣି ରଖନ୍ତୁ ଆପଣଙ୍କ ଭଲ ସମୟର ଦିନ ଆସିଗଲା ବୋଲି। ଦେଖିବେ, ଯେତେବେଳେ ଆପଣଙ୍କ ଖରାପ ସମୟ ଚାଲିଥିବ, ଆପଣ ଯେତେ ବି ଖାଦ୍ୟ ତାକୁ ଦେବେ, ସେ ଖାଦ୍ୟ ଗ୍ରହଣ କରିବନି। ଟିକେ ବି ସେ ମୁହଁ ମାରିବନି। ସେହିପରି ରାଜା ଦଶରଥ ମଧ୍ୟ ଘରଚଟିଆକୁ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କହିଛନ୍ତି। ମନେ ରଖନ୍ତୁ, ଘରଚଟିଆ ସ୍ୱୟଂ ମା ଲକ୍ଷ୍ମୀଙ୍କ ସଂକେତ ବୋଲି କୁହାଯାଏ। ଘରଚଟିଆ ଆସିବା ମା ଲକ୍ଷ୍ମୀଙ୍କ ଆଗମନର ସଂକେତ ବୋଲି ଆପଣମାନେ ଧରିପାରନ୍ତି। ଏବେ ଜାଣିବା ଚତୁର୍ଥ କ'ଣ? ଚତୁର୍ଥ ପକ୍ଷୀଟି ହେଲା ପାରା। ଯଦି ପାରା ମଧ୍ୟ ଆପଣଙ୍କ ଘରକୁ ଆସେ ଏବଂ ପାରା ମଧ୍ୟ ଆପଣଙ୍କ ଠାରୁ କିଛି ନା କିଛି ଖାଦ୍ୟ ଗ୍ରହଣ କରେ, ତାହେଲେ ଏହା ମଧ୍ୟ ଶୁଭ ସୂଚନା ଅଟେ। ଯଦି ପାରା ଆପଣଙ୍କ ଘରେ ଆସି ବସା ବାନ୍ଧିବା କି ରହିବାକୁ ଚେଷ୍ଟା କରେ, ଏହା ମଧ୍ୟ ଆପଣଙ୍କ ପାଇଁ ଶୁଭ ସୂଚନା ଅଟେ। ଯଦି ଏହିଭଳି ଆପଣଙ୍କ ସହ ଘଟେ, ଯଦି ପାରା ଆସି ଆପଣଙ୍କ ଘରେ ବସା ବାନ୍ଧେ, ଯେମିତିକି ଆପଣଙ୍କ କୌଣସି ଅସୁବିଧା ନ ହେବ, କାହିଁକି ନା ପାରା ବହୁତ ଅପରିଷ୍କାର କରିଥାନ୍ତି। ତେଣୁ ପାରାକୁ ଏମିତି ଏକ ଜାଗାରେ ବସା ବାନ୍ଧିବା ବ୍ୟବସ୍ଥା କରିବେ, ଯେମିତିରେ ସେ ତା'ର ବସା ବାନ୍ଧି ପାରିବ। ନା ଆପଣଙ୍କର ଅସୁବିଧା ହେବ, ନା ପାରାର ହେବ। ଯଦି ପାରାକୁ ଆପଣ ଖାଇବାକୁ ଦେଲେ, ତାହେଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଆପଣମାନେ ଦେଖିଥିବେ, ବହୁତ ଲୋକ ଅଛନ୍ତି ପାରାକୁ ପ୍ରତିଦିନ ସକାଳୁ ଉଠି ବହୁତ ଖାଦ୍ୟ ଦାନା ଦିଅନ୍ତି। କାହିଁକି ନା ସେମାନେ ଜାଣିଛନ୍ତି ଯେ ପ୍ରତିଦିନ ପକ୍ଷୀକୁ କିଛି ଖାଇବାକୁ ଦେଲେ ବହୁତ ଭଲ। ପୂର୍ବପୁରୁଷମାନେ ଖୁସି ହୁଅନ୍ତି ଏବଂ ମା ମହାଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ନାରାୟଣ ପ୍ରସନ୍ନ ହୁଅନ୍ତି। କିଛି ନା କିଛି କଲ୍ୟାଣ ହୁଏ। ତେଣୁ ଆପଣମାନେ ମଧ୍ୟ ପାରାକୁ ପ୍ରତିଦିନ ଖାଦ୍ୟ ଦିଅନ୍ତୁ ଏବଂ ଜାଣି ରଖନ୍ତୁ, ପାରା ଯେତେବେଳେ ବି ଆପଣଙ୍କ ଘରକୁ ଆସିବ, ଏହା କିଛି ନା କିଛି ଶୁଭ ସଂକେତ ନେଇକି ଆସିଥାଏ। ଏବେ ଆସନ୍ତୁ ଜାଣିବା ପଞ୍ଚମ ପକ୍ଷୀଟି କ'ଣ? ପଞ୍ଚମ ପକ୍ଷୀଟି ହେଲା ପେଚା। ଆପଣଙ୍କ ଘରେ ପେଚା ଆସେ ଯଦି, ତାହେଲେ ଶୁଭକାରୀ। କିନ୍ତୁ ଯଦି ଦିନବେଳେ ସକାଳେ ଆସେ, ତାହେଲେ ଯେହେତୁ ପେଚା ହେଉଛି ମା ଲକ୍ଷ୍ମୀଙ୍କ ବାହନ, ସେହି ଦୃଷ୍ଟିରୁ ଶାସ୍ତ୍ରରେ ମନାଯାଏ ଯେ ପେଚା ଘରକୁ ଆସିବା ଅତି ଶୁଭ ବୋଲି। ତାହେଲେ ଯଦି ରାତିରେ ଆପଣଙ୍କ ଘରକୁ ପେଚା ଆସେ, ତ ତାହା ଆପଣଙ୍କ ପାଇଁ ଅଶୁଭ ଅଟେ। ଦର୍ଶକ ବନ୍ଧୁ, ଯଦି ଏହିସବୁ ପକ୍ଷୀ ଆପଣଙ୍କ ଘରକୁ ପ୍ରତିଦିନ ଆସନ୍ତି, ତାହେଲେ ଜାଣି ରଖନ୍ତୁ ବହୁତ ଶୀଘ୍ର ଆପଣଙ୍କ ଘରକୁ
ମଙ୍ଗଳ କିଛି ହେବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା କେତେ ଗୁଡ଼ିଏ ପକ୍ଷୀ ବିଷୟରେ। ଯେଉଁମାନେ ଆପଣଙ୍କ ଘରକୁ ଆସିଲେ ଅଶୁଭ ବାଦୁଡ଼ି ଯଦି ଆପଣଙ୍କୁ ଘରକୁ ଆସେ ତାହେଲେ ଆପଣ ଜାଣି ରଖନ୍ତୁ ଏହା କିଛି ବଡ଼ ସଙ୍କଟ ନେଇକି ଆସେ। ବାଦୁଡ଼ି ପଶିଲେ କିଛି ନା କିଛି ଅନିଷ୍ଟ ହୁଏ। ତେଣୁ କେବେ ବି ଆପଣ ଘରକୁ ପ୍ରବେଶ କରାଇବାକୁ ଦିଅନ୍ତୁନି ଭୁଲରେ। କିଛି ତ ଆପଣଙ୍କର ଖରାପ ସମୟ ନିଶ୍ଚୟ ହେବ। ଶତ୍ରୁମାନଙ୍କ ପ୍ରଭାବ ବୃଦ୍ଧି ହୋଇଯିବ। ଘରେ ନକାରାତ୍ମକ ଶକ୍ତି ଦେଖାଦେବ। ଶତ୍ରୁ ସଂଖ୍ୟା ବୃଦ୍ଧି ହୋଇପାରନ୍ତି। ଆପଣଙ୍କର ଅନିଷ୍ଟ ଘଟିବ। ସେହିପରି ଆପଣଙ୍କ ଘରେ ଚିଲ କିମ୍ବା ଶାଗୁଣା ଯଦି ଆପଣଙ୍କ ଘରେ ଆସନ୍ତି ତ ତାହେଲେ ଅଚାନକ ମଧ୍ୟ ଧନ ପ୍ରାପ୍ତର ସୂଚନା ଦେଇଥାଏ। ଯେକୌଣସି ଉପାୟରେ ଆପଣଙ୍କର ଘରେ ଧନ ଧାନ୍ୟରେ ଘର ପୂରି ଉଠିବ। ମା ଲକ୍ଷ୍ମୀ ପ୍ରସନ୍ନ ହେବେ। ଆପଣଙ୍କ କୌଣସିଥିରେ ଅସୁବିଧା ବି ହେବନି। ସବୁ କାର୍ଯ୍ୟରେ ଜୟଯୁକ୍ତ ହେବେ। ସବୁ ସିଦ୍ଧି ହେବ। ତେବେ ଏହା ଥିଲା ପକ୍ଷୀ ଘରକୁ ଆସିବାର ଶୁଭ ସଂକେତ। ଆଶା କରୁଛି ଆଜିର ଏହି ଭିଡ଼ିଓଟି ମୋର ନିଶ୍ଚୟ ଭଲ ଲାଗିବ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ ସବସ୍କ୍ରାଇବ୍ ନିହାତି କରନ୍ତୁ। ଜୟ ଜଗନ୍ନାଥ।